ନରକତା ଗୁଣ୍ଡି ଯାକର କହ ସେଥିପାଇଁ ହଁ ସତ କଥା ଆକା ମୁଁ ପାପ କରୁଛି ବୋଲି କିଏ କହିବ କି ମୁଁ ଭଦ୍ର ଆକା ବୋଲିବ ନା ମୁଁ ପାପ କରୁଛି ବୋଲି ତ ପୁଲିସ ପଳେଇବ ଆରେଷ୍ଟ କରିଦବ ନା ସତ କି ଜହନ 8:46 ନିଜେ ମୁଁ ଭୁଲ କରୁଛି ବୋଲି କିଏ କହିବେନି ନାଇଁ ନାଇଁ ମାତ୍ର ମୁଁ ନିଜେ କହୁଛି ମୁଁ ଖରାପ ଥିଲି ଭଲ ହେଲି ହାଲେଲୁୟା ହାଲେଲୁୟା ମୋ ଠାରେ ପାପ ଅଛି ବୋଲି ତୁମ୍ଭମାନଙ୍କ ମଧ୍ୟରୁ କିଏ ପ୍ରମାଣ ଦେଉଅଛି ମୁଁ ଯେବେ ସତ୍ୟ କହେ ତେବେ ତୁମ୍ଭେମାନେ କାହିଁକି ମୋତେ ବିଶ୍ୱାସ କରୁନାହ ମୁଁ ପାପ କରୁଛି ବୋଲି କିଏ କହୁଛ କି କିଏ ବି ନାଇଁ ନା ମନେକର ମତେ ସେତେବେଳଠୁ କହୁଛି ମୁଁ ମାଉତି ଦେହରେ ମାଉତି ସେଥିପାଇଁ ଚିନ୍ତା କରିବା ଦରକାର ଯେ କ'ଣ କହୁଥିଲି ଯେ ମୁଁ ପାପ କରୁଛି ବୋଲି କିଏ ପ୍ରମାଣ ଦଉନଥାଏ ଏବେ ଯଦି ଆମେ କହିବା କାହିଁକି ତ ଭୁଲ କଲ କିଏ ଦେଖିଲା ମତେ ପ୍ରମାଣ ଆଣ ବୋଲୁଛନ୍ତି ସତ କି ନାହିଁ ସେଟା ହେଲା ଚୋର ମୁହଁ ଟାଣ କ'ଣ ମୁହଁ ଟାଣ ଚୋର ମୁହଁ ଟାଣ ହଁ ମୁଁ ଭୁଲ କଲି ତ କ୍ଷମା ହେଇଯିବ ମଣ୍ଡଳୀରେ କ୍ଷମା ହେବ ଏରିଆରେ କ୍ଷମା ହେବ ସ୍ୱର୍ଗରେ ମଧ୍ୟ କ୍ଷମା ହେବ ହାଲେଲୁୟା ହାଲେଲୁୟା ଆମେ ଯୁକ୍ତି ତର୍କ କରିବା ଦ୍ୱାରା ପାପ ଅଧିକା ଅଧିକା ବଢି ବଢି ଯାଉଛି ସେ କାର ବଂଶ କାଲ ସର୍ପର ପଚାରେ ତ ଗୋଚାମ ହଁ ବଂଶ ସେଥିପାଇଁ ଆମେ ଜାଣିବା ଯେ ଖରାପ ହେଇଛି ଖରାପ ଲୋକ ଖରାପ କଥା ଏକା କହିବ ଭଲ ଲୋକ ଭଲ କଥା କହିବ ଏବେ ଦେଖନ୍ତୁ ମନେକର ମୋବାଇଲ କିଣିଛୁ ସିଏ ମନେକର ଶାହରୁଖ ଖାନର ସଲମାନ ଖାନର ଗୀତ ରେକର୍ଡ କରିଦେଇଥିବ ଯୀଶୁଙ୍କର ଗୀତ ବାହାର ନେଗଲେ ହବ କି ରେକର୍ଡିଂ ହେଇଛି କାର ସଲମାନ ଖାନର ହେଇଛି ମତେ କେତେଟା ପିଲା ଦେଖ ଆମର ଗଜପତି ଛାଡ଼ ସବୁ ଜାଣନ୍ତି ନା ଗୀତ ଲଗାଇ ବୁଲୁଥିବେ କୁଆଡ଼େ ଦେଖିଦେଲେ ଚିପୁଥିବେ ହେଲେ ବି ବେଗି କେବେ ହବ କି ବଟନଟା ଚାଲୁ 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 ରେ ବୋଲେ ବଡ଼ ବିଜାର ଆଜ୍ଞା ଦେଖିଦେଲା ବୋଲେ ଚାଲୁ ଯୋଉଟା ରେକର୍ଡିଂ ସେଟା ତ ଚାଲିବ ନା ସେଇଭଳିଆ ସେ ସର୍ପ ଯାହା ପାଖରେ ଅଛି ତାକୁ ମନ୍ଦ ଚିନ୍ତା ରେକର୍ଡିଂ କରିଦେଇଥିବ ମନ୍ଦ କଥା ରେକର୍ଡିଂ କରିଦେଇଥିବ ମନ୍ଦ କଥା ମାନେ ମାଡ଼ଗୋଳ ରେକର୍ଡିଂ କରିଥିବ ସେ କଥା ସେ ବ୍ୟକ୍ତି କେବେ ମଧ୍ୟ ଭଲ କଥା ଶିଖିପାରିବ ନାହିଁ ହିତୋପଦେଶ 15:28 ପଦ ଦେଖନ୍ତୁ ଦେଖନ୍ତୁ ସେଥିପାଇଁ ଜାଗି ରହି ପ୍ରାର୍ଥନା ଦରକାର ଶୈତାନକୁ ଚିହ୍ନିବା ଦରକାର ହିତୋପଦେଶ 15:28 ଅଛି ଧାର୍ମିକର ମନ ବିବେଚନା କରି ଉତ୍ତମ ନାହିଁ ଉତ୍ତର ଦିଏ ମାତ୍ର ଦୁଷ୍ଟମାନଙ୍କ ମୁଖ ମନ୍ଦ କଥା ଝାଡ଼ି କାର ମୁଖ ଯାହା ପାଖରେ ଦୁଷ୍ଟ ଚିନ୍ତା ଥିବ ସେ ଦି ଅକ୍ଷର ଭାଷା କହିବ ହିଁ କହିବ ତାକୁ ସେଟା ମା ପେଟରୁ ରେକର୍ଡିଂ ହେଇଛି କୋଉଠୁ ମା ପେଟ ଏଇଠି ଗୋଟେ ପଦଟା ଆଇଲା ଆଚ୍ଛା ଖ୍ରୀଷ୍ଟିଆନ ହେବାର କାରଣ କ'ଣ ଆମେ ସ୍ୱର୍ଗ ପାଇଁ ହେଇଛୁ ନା ନରକ ପାଇଁ ହେଇଛୁ ସ୍ୱର୍ଗ ପାଇଁ ଆଜ୍ଞା ସ୍ୱର୍ଗ ପାଇଁ କୋଉଠି ପାଇଁ ସାର୍ ସ୍ୱର୍ଗ ପାଇଁ ଠିକ ଖ୍ରୀଷ୍ଟିଆନ ହେବାର ଉଦ୍ଦେଶ୍ୟ ହଉଛି କୋଉଠି ପାଇଁ ସ୍ୱର୍ଗ ପାଇଁ କିନ୍ତୁ ଆଜ୍ଞା ଖ୍ରୀଷ୍ଟିଆନ ଯେ ହେଇଗଲେ ସ୍ୱର୍ଗ ଯିବେ ସେମିତି କିଛି ନାହିଁ ମା ପେଟରୁ ଅଛି ସେଟା ଜିର୍ମିୟା 5 ଦେଖନ୍ତୁ ବଡ଼ ବିଚିର ତୈତି ଆଉ ନାଇଁ ରେ ବାପା କାହିଁକି ଦେଖନ୍ତୁ ଜିର୍ମିୟା 5 ଦେଖନ୍ତୁ ମା ପେଟରୁ ସେଟା ଲିଷ୍ଟ ଥିବ ରାଜା କାଳେ ଉଦର ମଧ୍ୟରେ ତୁମ୍ଭକୁ ଗଡ଼ିବା ଉଦର ମଧ୍ୟରେ ତୁମ୍ଭକୁ ଗଡ଼ିବା ପୂର୍ବରୁ ଆମ୍ଭେ ତୁମ୍ଭକୁ ଜାଣିଲୁ ପୁଣି ଭୂମିଷ୍ଠ ହେବା ପୂର୍ବରୁ ଆମ୍ଭେ ତୁମ୍ଭକୁ ପବିତ୍ର କଲୁ ଆମ୍ଭେ ତୁମ୍ଭକୁ ନାନା ଦେଶୀୟ ମାନଙ୍କ ନିକଟରେ ଭବିଷ୍ୟତ ବକ୍ତା କରି ନିଯୁକ୍ତ କରିଅଛୁ ମା ପେଟରୁ ସେମିତି ଲୋକ ଜନ୍ମ ହେଇଥିବେ ସ୍ୱର୍ଗ ଯିବା ପାଇଁ ତାକୁ ପରମେଶ୍ୱର ଦାଦାଗିରି ହେଇପାରେ ଚୋରି କରିପାରେ ଡକାୟତ କରିପାରେ ତାକୁ ଠିକ ଟାଇମରେ ପରମେଶ୍ୱର ଆହ୍ୱାନ କରିବେ ହାଲେଲୁୟା 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 ଏଟା ମା ପେଟରୁ ସ୍ୱର୍ଗ ଯିବାଟା ଆଉ ମା ପେଟରୁ ନରକ ଯିବା ଲୋକ ଅଛନ୍ତି ଗୀତସ୍ଥ 58:3 ସେଟା ହେବ ନାହିଁ 2 କୋଟି ଡିପୋଜିଟ୍ କଲେ ବି ହେବ ନାହିଁ ଗୀତସ୍ଥ 58:3 ତାପରେ ଦୁଷ୍ଟମାନେ ଗର୍ଭରୁ ବିପଥଗାମୀ ଦେଖ ଦୁଷ୍ଟମାନେ ମା ପେଟରୁ ସେମିତିକା ଲୋକ ସେମାନେ ଜନ୍ମ ଠାରୁ ମିଥ୍ୟା କହି କହି ବିପଥରେ ଗମନ କରନ୍ତି କୋଉଠୁ ଆଜ୍ଞା ଜନ୍ମଟା ସେଥିପାଇଁ କହୁନାହାନ୍ତି ଆମର ବାବୁ ଖାଲି ଠକି ଠକି ଆକାମ ସେମିତି ଜନ୍ମ ହେଇଛି ସିଏ କହୁନାହାନ୍ତି କହୁଛନ୍ତି ନା ନାଇଁ ହଁ ସେଥିପାଇଁ ଆମେ ଜାଣିବା ଦରକାର ଏଇଟା ସେମିତି କିଛି ନାହିଁ ଯଦି ବା ଖାଲି ଖ୍ରୀଷ୍ଟିଆନ ଲୋକ ସ୍ୱର୍ଗ ଯାଇଥାନ୍ତେ ତାହେଲେ ମୋତେ ଆଉ ଈଶ୍ୱର ଦେଖା ଦେଇ ନଥାନ୍ତେ ହେଲା
ବୁଝିପାରିଲେ କି ନାହିଁ ଖାଲି ଆପଣଙ୍କ ଯଦି ମାନେ କ'ଣ ପଟା ଥାନ୍ତା ଖ୍ରୀଷ୍ଟିଆନ ଲୋକ ସ୍ୱର୍ଗ ଯିବେ ବୋଲେ ମୁଁ ଆଉ ହିନ୍ଦୁରେ ଆର୍ଏସ୍ ନେତା ହେଇକି ସ୍ୱର୍ଗ ଏତେ ବାକ୍ୟ କହିବାର କିଛି କାରଣ ନଥିଲା ତ ମା ପେଟରୁ ହିଁ ଲିଷ୍ଟ ଥାଉଛି କୋଉଠୁ ଲିଷ୍ଟ ଥାଉଛି ହାଲେଲୁୟା ହାଲେଲୁୟା ବିଜାର ଆଇନଡ଼ିଆ ବୁଝିଲେ ତାପରେ ଆଉ ଦେଖାଉଛି ଯିଏ ମା ପେଟୁ ନର୍କ ଯିବ ବୋଲେ ସେ ସେମିତି ଜନ୍ମ ହେଇଛି ବୋଲି ଉପଦେଶ 7:13 ଲେଖା ହେଇଛି ଦେଖ ଉପଦେଶ 7:13 ଲେଖା ହେଇଛି ଦେଖନ୍ତୁ ଜଲ୍ଦି ଜଲ୍ଦି ଉପଦେଶ 7:13 ହଁ ପରମେଶ୍ୱରଙ୍କର କାର୍ଯ୍ୟ ବିବେଚନା କର କାରଣ ସେ ଯାହା ବଙ୍କା କରିଅଛନ୍ତି କିଏ ତାହା ସଡ଼କ କରିପାରେ ଧ୍ୟାନ ଦିଅନ୍ତୁ ହେଲା କ'ଣ କହିଲା ଆଉ ଥରେ ପଢ଼ନ୍ତୁ ସେଟା ପରମେଶ୍ୱରଙ୍କ କାର୍ଯ୍ୟ ବିବେଚନା କର କାର କାର୍ଯ୍ୟ ପରମେଶ୍ୱର ହଁ କାରଣ ସେ ଯାହା ବଙ୍କା କରିଅଛନ୍ତି ଯାହା ବଙ୍କା କରିଛନ୍ତି କିଏ ତାହା ସଡ଼କ କରିପାରେ ଆଇରନ୍ କରିବ ସେ ସେମିତି ଗୁଳିଆ ହେବ ଇଟା ଭାଟିରେ ପୋଡ଼ିବ କୋଉ ଭାଟି ଖ୍ରୀଷ୍ଟିଆନ ହେଇଥିବ ଡୁବନ ବି ହେଇଥିବ ପ୍ରବୋଧ 30 ବସ୍ତା ଖାଇଥିବ କେତେ ବସ୍ତା 30 ବସ୍ତା ସେ ଗୁଳିଆ ହେବାଟା ହେବ ସେ ସେମିତି ଜନ୍ମ ହେଇଛି ତାକୁ ଟିକେ ଚିନିକି ଟିକେ ବେଶୀ କୁହନ୍ତୁ ନାହିଁ ନହେଲେ ମଣ୍ଡଳୀରେ ଡିଷ୍ଟର୍ବ ହବ ହାଲେଲୁୟା ହେଲା ତ ଜାଣିବା ପାଇଁ ଟିଙ୍ଗ କିନା କହିବା ଲୋକ ନାହାନ୍ତି କେତେ ଲୋକ ସଲମାନ ଖାନ ମାନେ ଏହାର ଟିକେ ମାର୍କିଂ ଜ୍ଞାନ ସେତେ ପୃଥକ ରହିଆନ୍ତି ରୋମି 16:17 ଏଠି ପ୍ରାକ୍ଟିକାଲ ବାପା ଆଉ ନାହିଁ ମତେ ବାଇବେଲ କୋରାକ ହେ ଭାଇମାନେ ତୁମ୍ଭେମାନେ ଯେଉଁ ଶିକ୍ଷା ପାଇଅଛ ସେଥିର ବିପରୀତ ଯେଉଁମାନେ ଦଳଭେଦ ଓ ବିଘ୍ନର କାରଣ ଘଟାନ୍ତି ସେମାନଙ୍କୁ ଚିହ୍ନି ରଖି ସେମାନଙ୍କ ଠାରୁ ପୃଥକ ରହିବା ପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି ସେମାନଙ୍କୁ ଚିହ୍ନି ରଖି ପୃଥକ ହେବା ପାଇଁ ଅନୁରୋଧ କରୁଅଛନ୍ତି ହେଲା ନହେଲେ ଝଗଡ଼ା ହେଇଯିବ ଆପଣ ଟିକେ ଚିହ୍ନିବା ଦରକାର ମୁଁ ବି ଚିହ୍ନିବା ଦରକାର ରୋମି 16:17 ଆଜ୍ଞା ଏଇଟା ହେଉଛି ଇମ୍ପୋର୍ଟାଣ୍ଟ ପଏଣ୍ଟ ସମସ୍ତେ ଖ୍ରୀଷ୍ଟିଆନ ହେବେ ବକ୍ତା ବି ଗୋଦା ହେବେ ଗୋଦା ନାହିଁ ବସ୍ତା ବକ୍ତା ମାତ୍ର କାହାକୁ କିଏ ପଢ଼ା ପଢ଼ି ନାହିଁ ଏଇଟା କୋଉ ଯୀଶୁ ଲୋକ ବୋଲୁଛି ମୁଁ ସେ ତ ବକ୍ତା ଇଏ ତ ବକ୍ତା ତାଙ୍କ ଭିତରେ ବାହାନିବା କାରଣ କ'ଣ ପଡ଼ୁଛି ବୁଝିଆତି ନା ଭାଇ এইভাবে আর পুনবন মানে নহলে মারে সলগ সালা আসি মামিটাকে মাঝে সারলো সাপে নাড়ি তা দুঃখিন এটা বাটিত সতর নাই ধ্যান দিয়ন্তু এটা হেলা ମୁଁ ବଡ଼ ବଡ଼ ସ୍ପିକର ମାନଙ୍କୁ ଅନୁମାନ କରେ ତାଙ୍କର ଶିକ୍ଷା ବହୁତ ଭଲ ମୁଁ ବି ସେମିତି କହିପାରିନି ଚକା ଭାଷା କହିବେ ସାହିତ୍ୟିକ ଭାଷା କିନ୍ତୁ ଜଲ୍ଦି ସେ କ'ଣ ଜାଣି ତାଠୁ ମୁଁ ବେଶୀ ଜାଣିଛି ହଁ ଏଇଟା ଲୁସିଫର ନାତି ନରକେ ମୁଁ କାହା ଭଳିଆ ବେଶୀ ଜାଣି ନାହିଁ ବାଇବେଲ କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିଛି ହାଲେଲୁୟା ସମସ୍ତଙ୍କୁ ବାଲାନ୍ସ କରୁଛି ମୁଁ ହାଲେଲୁୟା ବୁଝିପାରିଲେ ମୁଁ করে নাই কাকু ঘৃণা করে নাই কিন্তু সমস্তଙ୍କ মীমাংসাକୁ ଶିକ୍ଷା ଦିଏ ହାଲେଲୁୟା ଏବେ ଆମେ ବିଭିନ୍ନ ଡିନାମିନେସନ ଅଛୁ ନା ନାହିଁ ଆସେ କହିବ ସେ ଡିନାମିନେସନ ଭଲ ନାହିଁ ଏ ଭଲ ନାହିଁ ହେଲେ କୋଉ ଡିନାମିନେସନ ଜ୍ୱର ହଉଛି କୋଉଟା ସୁସ୍ଥ ହଉଛି ଡିନାମିନେସନ ଭଲ ଆମେ ମାନେ କେଉଁମାନେ ଆମେ ମାନେ କାର ବଂଶ ହେଇଥିବା ସେଇଟା ଚିନ୍ତା କରିବା କେଉଁମାନେ ଆମେ ମାନେ ମୁଁ କହୁନି ତମେ ମାନେ ବୋଲି କହୁନି ଆମେ ମାନେ ଏ ଭିତରେ ମୁଁ ମଧ୍ୟ ବୋଲ ସତ କି ନାହିଁ ଆମେ ମାନେ ଦେଖିବା ଯେ ଆମ ଭିତରେ କିଏ ପଶିଛି କାର ବଂଶରେ ଅଛୁ ସେଥିପାଇଁ ଏ ଡିନାମିନେସନ ଭଲ ନାହିଁ ସେ ଡିନାମିନେସନ ଜ୍ୱର ହଉଛି କି ଲୋକ ଜ୍ୱର ହଉଛନ୍ତି ନା ଆଚ୍ଛା ଡିନାମିନେସନ ଝଗଡ଼ା ହଉଛି କି ଭାଇ ନାଇଁ ଆମେ ମାନେ ଝଗଡ଼ା ହଉଛୁ ହେଲେ ଆମେ କାର ବଂଶ ଥିବା ଯୀଶୁଙ୍କ ବଂଶ ତ ଝଗଡ଼ା ହେବେ ନାହିଁ ସେତେବେଳେ ତ ମଝିରେ କହିଲି ନାହିଁ କି କାଲ ସର୍ପ ସେଇ ବଂଶ ଯଦି ଗୋଟେ ଥିବେ ଆପଣଙ୍କ ମଧ୍ୟ ମାନିବେ ନାହିଁ ଏମ୍ବେ ନା ଜଣେ ಅಡೆ ನಾವೇ ಬೇಜಲ್ಲ ಗುಡ್ಡಾರೆ ಆತೆ ನಡಿ ನಾವೇ ಇಲ್ಲಿ ಗುಡ್ಡಾರೆ ಆತೆ ಮತ್ತೆ ಶ್ರಾಸು ಆತೆ ಸಿಟೆ ಲಾಯ್ ಸೋನ್ ಇನ್ನ ಆತೆ ಗುಡ್ಡಾರೆ ಆತೆ কিন্তু ইন্নে ইম্বে আতে সিটে ಶ್ರಾಸು ಲಾಯ್ ಲಾಯ್ ಸೋಲ್ ಬಿನಿ ಜತೆ ಡೇರಿಂಗ್ ಆತೆ ಲಾಯ್ ಲಾಯ್ ಸೋಲ್ ಬಿನ ಯಾ ನಾ ନାତି ନା ହେଲା ସାଇସି ସେଥିପାଇଁ ଏଗୁଡ଼ାକ ଚିହ୍ନିବା ପରେ ଗର୍ବ ହେଉଛି ମନୁଷ୍ୟର ପତନର କାରଣ ହେଲା
ସତ କି ସବୁବେଳେ ମୁଁ କହେ ଆଇ ଏମ୍ ନଥିଂ ମାଇ ଗଡ୍ ଇଜ୍ ଏଭ୍ରିଥିଙ୍ଗ। ଆଇ କ୍ୟାଣ୍ଟ ସ୍ପ୍ରିଚ୍ ଦିସ୍ ହୋଲି ୱାର୍ଡ ବଟ୍ ହୋଲି ସ୍ପିରିଟ୍ ସ୍ପ୍ରିଚ୍ ୟୁର୍ ବ୍ୟାକ୍ from sin and God is way to you. Hallelujah. Hallelujah. এটা ମୁଁ କହୁନି ପିଲେ ମୁଁ ବକ୍ତା ହେଇ ନାହିଁ, ମୁଁ ସିଧା କଥା କହିବି, ମୁଁ ବକ୍ତା ନୁହେଁ। ଜହନ 7ର 16 ଦେଖ କେ ବକ୍ତା, କିଏ କହୁଛି ସେଟା? ଏ ପଦ પર ମୁଁ କହୁ ନାହିଁ, ମୁଁ ଆପଣଙ୍କ ଠାରୁ ଜ୍ଞାନୀ ନାହିଁ, ଆପଣଙ୍କ ଠାରୁ ବିଜ୍ଞ ନୁହେଁ, ଆପଣଙ୍କ ଠାରୁ ସାନ ଲୋକ। ଦେଖନ୍ତୁ ଜହନ 7 ହଁ ସେମାନଙ୍କୁ ଉତ୍ତର ଦେଲେ ମୋହର ଶିକ୍ଷା ମୋ ନିଜର ନୁହେଁ କିନ୍ତୁ ମୋ ପ୍ରେରଣାକର୍ତ୍ତାଙ୍କର। ହାଲେଲୁୟା। କାର ପ୍ରେରଣାକର୍ତ୍ତା ହେଇଛି ମାଲିକକୁ, ସେ ମଲିକକୁ ମାଲିକ କହୁଛି। ମୁଁ କ'ଣ ଆପଣଙ୍କ ଠାରୁ ବେଶୀ ବିଜ୍ଞ? ନାହିଁ ନା, ମୁଁ ଆପଣଙ୍କର ପାଦର ଧୂଳିରେ ବି ସରି ନାହିଁ, କିନ୍ତୁ ଈଶ୍ୱର ଆତ୍ମା କହନ୍ତି ହାଲେଲୁୟା। ମୁଁ ଜଣେ ନାହିଁ, ମୋ ସାଙ୍ଗରେ ଆଉ 2 ଜଣ ଅଛନ୍ତି ବୋଲି ମୋର ବଡି କୁହନ୍ତୁ ନାହିଁ। ତାଙ୍କେ ତାର ରାସ୍ତାରେ ଆସିଛନ୍ତି, ମୋ ସାଙ୍ଗରେ ଆଉ 2 ଜଣ ଅଛନ୍ତି, ସେମାନେ କହନ୍ତି ଏ ପଦ କହ ସେ ପଦ କହ ବୋଲି। ଜହନ 8:29 ଦେଖନ୍ତୁ, ମୋ ସାଙ୍ଗରେ ଆଉ 2 ଜଣ ଅଛନ୍ତି, ସେମାନେ କଥା ହୁଅନ୍ତି। ଉତ୍ତର ଦେଲେ ହଁ ଅବ୍ରାମ ଜହନ 8:29 ଅବ୍ରାମ ମୋହର ପ୍ରେରଣାକର୍ତ୍ତା ମୋ ସାଙ୍ଗରେ ଅଛନ୍ତି। ସେ ମୋତେ ଏକାକୀ ପରିତ୍ୟାଗ କଲେ ନାହିଁ, କାରଣ ମୁଁ ସର୍ବଦା ତାହାଙ୍କର ସନ୍ତୋଷନ କାର୍ଯ୍ୟ କରେ। ଜୋର के ଟିକେ ତାଳି ମାରିବା ହାଲେଲୁୟା। ବିନା ପରମେଶ୍ୱର ଏଗୁଡାକ ହୋଇପାରେ ନାହିଁ। ମୁଁ କିଛି ଜାଣିନି ଆଜି ପର୍ଯ୍ୟନ୍ତ ବାଇବେଲ, କିନ୍ତୁ ଯୀଶୁ ଖ୍ରୀଷ୍ଟ ମାତ୍ର ମୁଖାମୁଖି ଆହ୍ୱାନ କଲେ ସେଟା ମୁଁ ପ୍ରମାଣ ଦଉଛି ହାଲେଲୁୟା। ନହେଲେ ମୁଁ ମତେ 2 କୋଟି ଦେଲେ ମଧ୍ୟ ମୁଁ ଖ୍ରୀଷ୍ଟିଆନ ହେବି ନାହିଁ, ଜମା ନାହିଁ। ଖ୍ରୀଷ୍ଟିଆନ ମାନେ ସଭା କରୁଥିବେ, ମୁଁ ଗଲେ ସଭା ବନ୍ଦ କରି ଧାଉଁଥିଲେ। ବୁଝିପାରୁଛ ନାହିଁ? ପାଷ୍ଟର ମାନଙ୍କୁ ଦୌଡ଼ିକି ଘୋଡ଼ିକି ତାଙ୍କର ଚେୟାରରେ ବସିବା ସତେକି ଯୀଶୁର ବଡ଼ ବାପା ବହିଲା ଭଳିଆ। ଏବେ ମତେ ସେଟା ବାଧୁଛି। ବାଳକମାନଙ୍କୁ ମୁଁ ଗଜପତିରେ କ୍ଷମା ମାଗି ଯାଇଛି। ତାପରେ ଆପଣ ଜାଣିଥିବେ ନଟେଡ୍ ପ୍ରିଚର ଆମର କ୍ଷମା ମାଗିଛି, ମରିଗଲେ, ଫୁଲବାଣୀର ବାରକୁମାର ଯେ ସିଙ୍ଗର ଆଦମ ନାୟକ। ତାପରେ ରାଜକିଶୋର ଦିଗୋଲକୁ କ୍ଷମା ମାଗିଛି, ତାଙ୍କର ଚର୍ଚ୍ଚ ଭାଙ୍ଗୁଥିଲି ମୁଁ। ଆଜ୍ଞା କ୍ଷମା କରନ୍ତୁ, ବାତି ତ ଇମ୍ବେ ସାଚି ଆଡ଼େ ବୋଇଲେ ହେଲା। ସେଥିପାଇଁ ଜାଣିବା ଦରକାର, ଆଜି ମୁଁ ଜାଣିବା ଦରକାର ମୁଁ ଯୀଶୁ ଖ୍ରୀଷ୍ଟଙ୍କର ଶତ୍ରୁ, କିନ୍ତୁ ସେ ମୋର ମିତ୍ର ଥିଲେ ହାଲେଲୁୟା। ମୁଁ ଜାଣି ନଥିଲି, I did not know who is a savior Jesus but God called to me ହାଲେଲୁୟା। ମୁଁ ଜାଣୁ ନଥିଲି, ପାଳକମାନଙ୍କୁ ବାଇବେଲ ଛଡ଼େଇକିରି ଛିରିକି ତା ସାମ୍ନାରେ ପଢ଼ଉଥିଲି, କିନ୍ତୁ ସେଥିପାଇଁ ଇଏ କାଳେ ପୋଡ଼ିବ ବୋଲି ସେ ଗୋଟା ବାଇବେଲ ଭିତରେ ରଖିଦେଇଛନ୍ତି ହାଲେଲୁୟା ହାଲେଲୁୟା। କେତେ ବଢ଼ିଆ ଜିନିଷ ନା ଏଇଟା, ଜାଣିଛ ନା ନାହିଁ? ହଁ, ଏବେ ଆଉ ବାଇବେଲ ଧରିବାର ଟାଇମ ନାହିଁ, ଏବେ ପବିତ୍ର ଆତ୍ମାର ଶକ୍ତି ଧରିକି ବୁଲିବା ସମୟ ହାଲେଲୁୟା। ୟେସ୍ ବ୍ରଦର, ଏବେ ଶକ୍ତିର ଶିକ୍ଷା ଚାଲିବା ଦରକାର, କିନ୍ତୁ ଶକ୍ତିକୁ ଲୋକମାନେ କେତେ ଲୋକ ହେଜ୍ଞାନ କରିବା ଦ୍ୱାରା ସେମାନେ ଜ୍ୱର ବେମାର ମଧ୍ୟ ହୋଇଯାଆନ୍ତି ହେଲା। ବୁଝିପାରୁଛ ନା ନାହିଁ? ହଁ, 2 ତିମୋଥୀ 3:5 ଶକ୍ତିକୁ ସେମାନେ ଅସ୍ୱୀକାର କରନ୍ତି, ଭକ୍ତିର ଭେକ ଧରନ୍ତି ବୋଲି ଲେଖା ହେଇଛି। କାହିଁ ଦେଖିଲେ 2 ତିମୋଥୀ 3:5 ମାନେ ନା ଏଡ଼େ 2 ତିମୋଥୀ 3:5 ସେମାନେ ଭକ୍ତିର ଭେକ ଧରନ୍ତି, ଅସ୍ୱୀକାର କରନ୍ତି। हाँ तेनु तारा डाटा मानी लोकुरी यार सीला गिनेरु ओटे आस काती कोई मानेरु सतो कि नहीं यानी आशा सड़े यानी बाद्यांडी बेस्पिना निलाड़े बोलतो दी सतो कि नहीं यारे मतलब पेनु तारा डाटा तिबा लोग बातें का ये डाटा सुपारी जो डाटा माय मीडा का निकोड प्रभावित आने हालेलुया काली सकाल मोर पिला माने स्पीकर बनिबे हालेलुया इट इज माय चैलेंज हला अछंती आम माँ कोई भी माने स्पीकर मो भाई अछंती ए हाथ रे मुंडरे हाथे प्रार्थना करछि तांको बाइबल दरकार नहीं मात्र टिपो वाला चलता है हालेलुया सेति बेटी परंतु ऊपर जदि दत्त आइला आपनकर मुंडरे हाथे पके दे पारे आउ बाइबल दरकार किंतु लोक विरुद्ध हेबाटा हेबे किंतु बाइबल भीतर रेकॉर्डिंग हे जिवो हालेलुया हालेलुया बुझि पाले एटा के करथिले प्रेरित पॉल करथिले प्रेरित 19 रो 6 पद रे लिखाई देखतो
এই যে আবশ্যক মଣ୍ଡଳୀରେ ସମ୍ମିଳନୀରେ ଆମ ଜୀବନରେ ବି ଆବଶ୍ୟକ। ଆଉ ଜୋରକେ ଆଉ ଟିକେ ପଢିଲ ମା। ଆଉ ପାଉଲ ସେମାନଙ୍କ ଉପରେ ହସ୍ତାର୍ପଣ କରନ୍ତେ ପବିତ୍ର ଆତ୍ମା ସେମାନଙ୍କ ଉପରେ ଅବତରଣ କଲେ। ପୁଣି ସେମାନେ ନାନା ଭାଷାରେ କଥା କହିବାକୁ ଓ ଭାବବାଣୀ ମଧ୍ୟ କହିବାକୁ ଲାଗିଲେ। ହାଲେଲୁୟା। ହସ୍ତାର୍ପଣ ଯାହା କହୁଛି ସେମାନେ ଯୋଉଠି ପ୍ରାର୍ଥନା କରିବେ ସେଠି କମ୍ପି ଉଠିବ। ପ୍ରେରିତ 4:31 ପଦ ଦେଖନ୍ତୁ। ଏତେ ମେହେନ୍ଦର ଆଡେ ବା ବିଜାର ଆଦରେ ବାଇବେଲ ପଢିଆ ପଡେ। ସେମାନେ ପ୍ରାର୍ଥନା କଲା ଉତ୍ତରେ ହଁ ଯେଉଁ ସ୍ଥାନରେ ଏକତ୍ର ହୋଇଥିଲେ ତାହା କମ୍ପି ଉଠିଲା। କଣ ହେଲା ଲୋ ମା? କମ୍ପି ଉଠିଲା। ତାପରେ କଣ ହେଲା? ପୁଣି ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ ସାହସର ଈଶ୍ୱରଙ୍କ ବାକ୍ୟ କହିବାକୁ ଲାଗିଲେ। ଜୋର ଟିକେ ତାଳି ମାରିବା। ହାଲେଲୁୟା ହାଲେଲୁୟା। ଆଜି ଆମ ବଂଶରେ ଆମ